କିଏ ତୁ ଖାଇବୁ ନା ସେ ଖାଇବୁ ମୋ ପୁଅ ଆଇଁଷ ନୁହଁ ଚିଙ୍ଗୁଡ଼ି ଖାଇବୁ ନେ ସାଙ୍ଗମାନେ ଆଜି ଅନେକ ଦିନ ପରେ ଚିଙ୍ଗୁଡ଼ି ଆସିଛି, ସେ ପୁଣି ବଡ଼ ଚିଙ୍ଗୁଡ଼ି ଆସିଛି। ତ ସମସ୍ତେ ଖାଇବା ପାଇଁକା ଏକ୍ସାଇଟେଡ଼, କାହିଁକିନା ଏ ବର୍ଷା ବର୍ଷା ଅନ୍ଧାରୁଆ ପାଗ ଯେଉଁ ରହୁଛି, ତ ଏଇ ପାଗକୁ ଟିକେ ଆଇଁଷ ଝୋଳ ପାଟିରେ ବାଜିଗଲେ ଓହ ଜମିଯାଏ ନା କ'ଣ କହୁଛନ୍ତି? ସମସ୍ତଙ୍କୁ ଭଲ ଲାଗୁଥିବ। ମୋତେ ବର୍ଷା ପାଗ ହେଲେ ଏମିତି ଚଟପଟା ଖାଇବାକୁ ବହୁତ ହି ଭଲ ଲାଗେ। ଆଉ ଲଞ୍ଚରେ ଯଦି ହେଇଯାଉଛି କିଛି ଗୋଟେ ଆଇଁଷ ଝୋଳ ବା ହେଇଗଲା। ପୁଅ ମୋର ଖାଇବ ଚିଙ୍ଗୁଡ଼ି ଖାଇବ। ତମେ ଗାଁରେ ଶିଖିଛ? ତୋ ମାମାଠୁ। ତ ହଜବେଣ୍ଡ ଏଠି ପରିଷ୍କାର କରିକି ଚିଙ୍ଗୁଡ଼ି ସବୁ ଚିଙ୍ଗୁଡ଼ିର ନିଶ ଲାଞ୍ଜ ଆଉ ଯେଉଁ ତା'ର ପେଟ ତଳେ ଥାଏ ଚେର ଚେର ଟାଇପ୍ ସବୁ କିଛି ପରିଷ୍କାର କରି ବାଛି ବୁଛି ଧୋଇ ଧାଇ ରେଡ଼ି କରିଦେଲେ। ଆଉ ଏଠି ମାଛ ବି କିଛି ଆଣିଛନ୍ତି, ହଳଦୀ ଲୁଣ ସବୁ ଗୋଳେଇ ଦେଇଛନ୍ତି, ରେଡ଼ି କରିଦେଲେ। ମୁଁ ଏଠି କଡ଼େଇ ବସେଇଦେଲି, ଏନେ କଡ଼କ କଡ଼କ କରି ସବୁ ମାଛ ଗୁଡ଼ାକ ଭାଜି ନେଇଯିବି। ମାଛ ତାପରେ ଚିଙ୍ଗୁଡ଼ି ସବୁ ଗୋଟେ ପରେ ଗୋଟେ ସବୁ ଭାଜି ନେଇଯିବି। ତ କଡ଼େଇ ବସେଇକିରି କଡ଼େଇ ଗରମ ହେଲା ପରେ ଏଠି ମୁଁ ଦେଇଦେଲି ସୋରିଷ ତେଲ। ତେଲଟା ଭଲସେ ଗରମ ହେଇକିରି ପାଚିଯିବ, ଯେତେବେଳେ ହାଲକା ହାଲକା ଏମିତି ଧୂଆଁ ବାହାରି ଆସିବ ସେତେବେଳେ ଯାଇକିରି ଆମେ ମାଛ ଛାଡ଼ିବା। ତାହେଲେ କ'ଣ ହେବ ନା ମାଛ କଡ଼େଇରେ ଜମା ବି ଚିପକିବନି, ଯେଉଁ ଆମର ବେଳେବେଳେ ମାଛ ଲାଗିଯାଏ କଡ଼େଇରେ। ଆଉ ଯଦି ଆମେ ସେଇ ତେଲରେ ଟିକେ ସ୍ଲାଇଡ୍ ଲୁଣ ପକାଇ ଦେଉଛେ ନା, ତ ମାଛ ଆହୁରି ବିଲକୁଲ ବି ମାନେ ଚିପକିବନି। ତ ମୁଁ ଏମିତି ଗୋଟେ ଟିପ୍ସ ସବୁ ଜାଣିଛି, ଆଉ ମୋର ତ ଲାଗେନି। ଯଦି ବେଳେବେଳେ ଲାଗିବାର ଭୟ ଥାଏ ତ ମୁଁ ମାଛରେ ସ୍ଲାଇଡ୍ ଲୁଣ ମଧ୍ୟ ପକାଇ ଦିଏ। ଲୁଣ ଟିକେ ପକାଇଦେଲେ ମାଛ ବି ଲାଗିବନି। ଆଉ ଏମିତିରେ ବି ଯଦି ତେଲ ପାଚିଯିବ ଭଲସେ, ଯେଉଁଟା ଆମେ ଦେଇଥିବା ମାଛ ଭାଜିବା ପାଇଁକା, ସେ ତେଲ ଯଦି ଭଲସେ ପାଚି ଯାଉଛି ତାହେଲେ ଆମର ମାଛ ଭଜା କଡ଼େଇରେ ଜମା ବି ଚିପକିବନି। ଯଦି ତେଲ ପାଚି ନଥିବ, କଡ଼େଇ ଭଲସେ କ୍ଲିନ୍ ହେଇନଥିବ, ତାହେଲେ ମାଛ ଲାଗିବାର ଚାନ୍ସେସ୍ ଥାଏ। ତ ଆମର ଏବେ ତେଲ ଭଲସେ ପାଚି ହେଲା, ମାଛ ଗୁଡ଼ାକୁ ସବୁ ମୁଁ ପିସ୍ ଦେଇଦେଉଛି। ଯେଉଁ ହିସାବରେ ମୋର ଟିକେ ମାଛ ଗୁଡ଼ା ବଡ଼ ବଡ଼ ଥିଲା, ତ ମୁଁ 3 ପିସ୍ ଲେଖାଏଁ ମାଛ ଦେଇକିରି ଏଠି କଡ଼କ କଡ଼କ କରିକିରି ଭାଜି ନେଇଯିବା। ପ୍ରଥମେ ଏଠି କ'ଣ କଲେ ନା ହଜବେଣ୍ଡ ସାଇଡ଼୍ରେ, ମୁଁ ସେପଟେ ମାଛ ଭଜାଭଜି କରୁଥିଲି, ହଜବେଣ୍ଡ ସାଇଡ଼୍ରେ ଆମର ମାଛରେ ଲାଗିବା ପାଇଁକା ମାଛ ଝୋଳ ଚିଙ୍ଗୁଡ଼ିର ଗୋଟେ ଛେଚା ବନେଇବି ମସଲାଟେ, ସେଇଟା ସେୟାର କରିବି। ଆଉ ଗୋଟେ ମାଛ ବେସର ତ ବନିବ ମୋର ଫେଭରେଟ୍। ଆଉ ସେଥିପାଇଁକା ହଜବେଣ୍ଡ ଏଠି ସାଇଡ଼୍ରେ ଆଳୁ ଫାଳୁ ସବୁ କଟାକଟି କରିଦେଉଛନ୍ତି। ସକାଳୁ ରସୁଣ ପିଆଜ ଅଦା ଏସବୁ ଛଡ଼ାଛଡ଼ି ହେଇଯାଇଛି, ତ ଏପଟରେ ହଜବେଣ୍ଡ ଆଳୁ ସାଇଜ୍ ସୁଜା କରିକି କାଟିଦେବେ। ମସଲା ମସଲି ସବୁ ରେଡ଼ି କରୁଛନ୍ତି, ବାକି ମୁଁ ତ ଛଡ଼େଇକି ରଖିଛି। ତ ଚାଲିଛି ସବୁ। ଆଜି ଗୋଟେ ବଢ଼ିଆ ପାଗ ଯୋଗ ହେବ, ଖାଇବା ପିଇବାଟା ଆଜି ହେବ, କାହିଁକିନା ଯେଉଁ ବର୍ଷା ପାଗ ରହୁଛି ନା, ସେଇଟାକୁ ଏନ୍ଜୟ ନ କଲେ ହେବନି। ୟା ଭିତରେ ପୁଣି ପଳେଇବ ବର୍ଷା ସିଜନ୍, ସେ ଶୀତ ସିଜନ୍ ଆସିଯିବ। ତ ଏଇ ସମୟଟାକୁ ଟିକେ ଏନ୍ଜୟ କରିବାର ଅଛି। ତ ଦେଖନ୍ତୁ ଏଠି ମାଛ ପୁରା ଲାଲ ଲାଲ କଡ଼କ କଡ଼କ ହେଇଗଲାଣି। ହଜବେଣ୍ଡଙ୍କର ଫରମାଇଶ ସବୁବେଳେ ତୁ ମାଛ କଡ଼କ ଭାଜିବୁ, କଡ଼କ ଯେମିତି ମୁଡ଼ ମୁଡ଼ ହେବ। ମୋତେ କଡ଼କ ଭଜା ପସନ୍ଦ, ବଟ୍ ଟିକେ ସଫ୍ଟନେସ୍ ବି ରହିବା ଦରକାର। ପୁରା କଡ଼କ ହେଇଗଲେ ସେଇଟା ପଖାଳ ସହିତ ଭଲ ଲାଗିବ, କିନ୍ତୁ ଝୋଳ ତରକାରୀ ସହିତ ଟିକେ ମାଛ ନରମ ନରମ ଭଜାଟା ରହିଲେ ସେଇଟା ବେଷ୍ଟ ରହିବ। ଆଉ କଡ଼କ କଡ଼କ ଭଜାଟା ପଖାଳକୁ ବେଷ୍ଟ। ତ ଏଠି ଦେଖନ୍ତୁ ମାଛ କଡ଼କ କଡ଼କ ଭାଜିକିରି ବାହାର କରି ନେଇ ଆସିଲିନି। ମାଛ ଭାଜି ଦେଲା ପରେ ତାପରେ ମୁଁ ଚିଙ୍ଗୁଡ଼ି ଭାଜିବି। ଆଉ ଚିଙ୍ଗୁଡ଼ି ଭାଜିଲା ପରେ ଆଜି ମୁଁ ଛେଚା ମସଲାରେ କେମିତି କ'ଣ ପ୍ରସ୍ତୁତି କରେ, ଯେଉଁଟାକି ବହୁତ ଡିଲିସିୟସ୍ ରହେ, ସେଇଟା ମୁଁ ସେୟାର କରିବି। ତ ଏପଟେ ଦେଖନ୍ତୁ ହଜବେଣ୍ଡ ସବୁତକ ଜିନିଷ ପଟା ଧୋଇ ଧାଇକି ରେଡ଼ି କରିଦେଲେଣି ଗୋଟେ ପରେ ଗୋଟେ। ଏଠି ମୋର ଚିଙ୍ଗୁଡ଼ିରେ ଲାଗିବ ପାଖାପାଖି 2ଟା ପିଆଜ, ଆଉ ଏଠି ଅଦା ରସୁଣ ସବୁ ଧୋଇ ଧାଇକି ପରିଷ୍କାର ପରିଚ୍ଛନ୍ନ କରିଦେଉଛନ୍ତି। ତାପରେ ମୁଁ ଆପଣମାନଙ୍କୁ ଦେଖାଉଛି। ଭାତ ଆଜି ଗୋଟେ ବଡ଼ ଡେକ୍ଚିରେ ବସି ପଡ଼ିଛି। ଏଠି ମୋର ମାଛ ଭଜା ଚାଲିଛି, ବାକି ରହିଲା ଆଉ 2ଟା ମୁଣ୍ଡ, ବାକି ସବୁ ପିସେସ୍ ଗୁଡ଼ା ଭଜାଭଜି ହେଇଗଲାଣି। ଆଜି ବର୍ଷାର ହେଉଛି ମାଛ ଭଜା ଆଉ ପଖାଳ ଭାତ, ମାନେ ସଜ ପଖାଳ ଆଉ ଗରମା ଗରମ ମାଛ ଭଜା। ଏବେ ତ ଗରମା ଗରମ ଯାଉଛି, ବଟ୍ ଦ୍ୱିପହର ବେଳକୁ ହାଲତ ଯାହା ହେଉଥିବ ମାଛ ଭଜାର। ଆଉ ବାକି ତରକାରୀ ଘରକୁ ଆସିଲେ ଗେମ୍ଥିବ। ତ ସାଙ୍ଗମାନେ ଆଜି ପ୍ଲାନିଂ କରିଥିଲି ଯେ ଚିଙ୍ଗୁଡ଼ିକୁ ମୁଁ ଛେଚା ମସଲା ଦେଇକରି ବନେଇବି, କାହିଁକିନା ରିସେଣ୍ଟଲି ଯେଉଁ ନନଭେଜ୍ ଗୁଡ଼ା ମୁଁ ଛେଚା ମସଲା ଦେଇକରି ବନଉଛି ସେଗୁଡ଼ା ନା ବହୁତ ବଢ଼ିଆ ଡିଲିସିୟସ୍ ଟେଷ୍ଟି ଲାଗୁଛି। ଘରେ ଖାଲି ପ୍ରଶଂସା ବା ସମସ୍ତେ କରୁଛନ୍ତି। ଚିକେନ୍ ହେଉ କି ଅଣ୍ଡା ହେଉ ଚିଙ୍ଗୁଡ଼ି ହେଉ ଛେଚା ମସଲା ଦେଇକରି ମୁଁ ଏନେ ବହୁତ ଦିନ ହେଲେ ବନାଉଛି ଲଗାତାର। ଆଉ ତା ଦ୍ୱାରା ମୋର ସମୟ ମଧ୍ୟ ବହୁତ ବଞ୍ଚି ଯାଉଛି, ଆଉ ଟେଷ୍ଟ ବି ବଢ଼ିଆ ଲାଗୁଛି। ସେଥିପାଇଁକା ମୁଁ ଏବେ ସବୁବେଳେ ପ୍ରିଫର୍ କରୁଛି ନନଭେଜ୍ ଗୁଡ଼ା ଯେଉଁଗୁଡ଼ା ହେଇପାରିବ ସେଗୁଡ଼ା ମୁଁ ସବୁବେଳେ ଛେଚା ମସଲା ଦେଇକରି ବନାଉଛି। ଏଠି ଛେଚା ପୁଆ ବାହାର କରି ନେଇ ଆସିଲି, ବଡ଼ ଛେଚା ପୁଆଟା, ସେଥିରେ ଭଲସେ ଛେଚି ହେବ। ନେଇଗଲି ମୁଁ ଦରକାର ହିସାବରେ, ମୋର କ୍ୱାଣ୍ଟିଟି ହିସାବରେ ଚିଙ୍ଗୁଡ଼ି ଆଳୁ ଝୋଳ ଯେତିକି ବନେଇବି
ଆଉ ସେଇ ହିସାବରେ ମୁଁ ନେଇଗଲି ଏଠି ରସୁଣ ଅଦାକୁ ବାସ୍ ଏଠି ମୁଁ ଛେଚି ଦେଉଛି, ପୁରା ମେନ୍ ଛେଚି ନେଇଯିବା। ଛେଚି ନେଲା ପରେ ତାପରେ ଦେଖୁଛି ପ୍ରୋସେସ୍ କ'ଣ କ'ଣ। তো ସାଙ୍ଗମାନେ ଏଠି ଚିଙ୍ଗୁଡ଼ି ମସଲା ବନେଇବା ପାଇଁ ସବୁ ମସଲା ମସଲି ରେଡ଼ି କରି ରଖିଥିଲି। ରସୁଣ ଅଦା ମୁଁ ଭଲସେ ତାକୁ ଫାଇନ୍ ପେଷ୍ଟ କରି ଛେଚି ନେଇଗଲି। ଆଉ ପିଆଜ ପାଖାପାଖି 1.5ଟା ପିଆଜ ମୁଁ ବଡ଼ 1.5ଟା ପିଆଜ ଚୁନ ଚୁନ କାଟି ନେଇଗଲି। କିନ୍ତୁ ଏପଟେ ଆସି ଦେଖିଲା ବେଳକୁ ମୁଁ ଏଯାକେ ଚିଙ୍ଗୁଡ଼ି ଭାଜିନି, କାହିଁକିନା ମାଛ ମୁଣ୍ଡ ଦୁଇଟା ଭାଜୁ ଟିକେ ଟାଇମ୍ ଲାଗିଗଲା। ମାଛ ମୁଣ୍ଡଟା ଆମକୁ ଲୋ ଫ୍ଲେମ୍ରେ ଭାଜିବାକୁ ପଡ଼େ। ତ ସବୁ ମାଛ ଭଜାଭଜି ହେଇଗଲା, ଦେନ୍ ମୁଁ ଏଠି ଚିଙ୍ଗୁଡ଼ି ଭାଜି ନେଇଯିବି। ତାପରେ ଆମେ ତରକାରୀ ପ୍ରୋସେସ୍ ବନେଇବା, ଯେଉଁଟାକି ଆଜି ବହୁତ ହି ଡିଲିସିୟସ୍ ହେଇଥିଲା। ହଜବେଣ୍ଡ ଖାଇକିରି ପୁରା କହିଲେ ଯେମିତି ମଟନ୍ ଲାଗୁଛି। ତ ଚିଙ୍ଗୁଡ଼ି ଏଠି ଗୋଟା ଗୋଟା ଦେଇକିରି ଭାଜି ନେଇଯାଉଛି। ଯଦି ମୁଁ ଏକାଥରେ ନେଇ ଓଜାଡ଼ି ଦେବି ତାହେଲେ ପାଣି ସବୁ ପଳେଇବ କଡ଼େଇକୁ। ଚିଙ୍ଗୁଡ଼ି ତଳେ ଯେଉଁ ଲୁଣ ହଳଦୀ ପାଣିଟା ଅଛି, ଯେଉଁଟା ଆମେ ଲୁଣ ଆଉ ହଳଦୀରେ ମ୍ୟାରିନେଟ୍ କରିଥିଲେ, ସେ ପାଣିଟା ଅଛି। ତ ଦେଖନ୍ତୁ ଏଠି ଚିଙ୍ଗୁଡ଼ି ଆମର ଫାଇନାଲି ଭାଜି ହେଇଗଲାଣି। ତ କଡ଼କ କଡ଼କ କରି ଭାଜି ନେଇଯିବା। ଚିଙ୍ଗୁଡ଼ିରେ ଆପଣମାନେ ଚୋପା ଛଡ଼େଇ ପାରିବେ, ଚୋପା ରହିଲେ ଭଲ ଲାଗେ। ଚିଙ୍ଗୁଡ଼ି ଯଦି ଚୋପା ଛଡ଼ୁଛେ ନା, ଏଇଟା ମାନେ ସେ ଗୋଟେ ଏମିତି ଚୁଇ ଚୁଇ ହେଇଯାଉଛି, ରବର ଟାଇପ୍ସ ହେଇଯାଉଛି। ତ ଚୋପା ରହିଲେ ଆମମାନଙ୍କୁ ଭଲ ଲାଗେ, ଚୋପା ଛଡ଼େଇ ଖାଇଲା ବେଳେ ଖାଇବା। ତ ଦେଖନ୍ତୁ ଚିଙ୍ଗୁଡ଼ି ଏଠି ଭାଜିକି ସାଇଡ଼୍ କରିଦେଲି। ଦେନ୍ ମୁଁ ଏଠି ଆଳୁ ଭାଜି ନେଇଯାଉଛି। ବୋଥ ଆଳୁ ଆମର ମାଛ ପାଇଁକା ମାଛ ବେସର ବନେଇବି, ଆଉ ଗୋଟେ ହେଉଛି ଆମର ଚିଙ୍ଗୁଡ଼ି ପାଇଁକା। ଗୋଟେ ଲମ୍ବାରେ ମାଛ ଦେଖୁ, ଲମ୍ବାରେ ଆଳୁ ଦେଖୁ, ସେଇଟା ହେଉଛି ମାଛ ପାଇଁକା। ଆଉ ଗୋଟେ ମଝିରୁ କଟ୍ ହେଇଛି ମାନେ ସ୍କୋୟାରରେ ଖଣ୍ଡ ସେଇଟା ହେଲା ଚିଙ୍ଗୁଡ଼ି ପାଇଁକା। ଏମିତି କରିକିରି 2 ପ୍ରକାର ଆଳୁ କାଟି ନେଇଯାଇଛି। ଲମ୍ବାଟା ୟୁଜ୍ କରିବି ମୁଁ ମାଛରେ, ଯେଉଁଟା ଆମର ଛୋଟ ଛୋଟ ସ୍କୋୟାରରେ କଟା ହେଇଛି, ମାନେ ଖଣ୍ଡିଏ ଲମ୍ବା ଆଳୁକୁ 2 ଖଣ୍ଡ କରାହେଇଛି, ସେଇଟା ୟୁଜ୍ କରିବି ମୁଁ ଚିଙ୍ଗୁଡ଼ିରେ। ତ ଏଇଠି ମୁଁ ପକାଇ ଦେଉଛି ଭଜା ଆଳୁରେ ଟିକେ ଲୁଣ ପକାଇଲେ ମାଛଟା କ'ଣ ଆଳୁଟା କ'ଣ ହେବ ନା ଟିକେ ସଫ୍ଟ ହେଇଯିବ, ଆଳୁଟା ଜଲ୍ଦି ସିଝିଯିବ, ଆଉ କଲର୍ ମଧ୍ୟ ଟିକେ ଭଲ ଆସିବ। ଲୁଣ ପକାଇଲେ, ହଳଦୀ ପକାଇଲେ ବି ଆହୁରି ବଢ଼ିଆ କଲର୍ ଆସିବ। ତ ଏଠି ମୁଁ ଲୁଣ ପକାଇକିରି ସବୁବେଳେ ଆଳୁରେ ଭାଜି ନେଇଯାଏ, ତାକି ଟିକେ ହାଲକା ଏଠି ସିଝି ବି ଯିବ, ଆଉ ଲୁଣ ବି ପଶିଯିବ ଆଳୁରେ। ତ ଆଳୁକୁ ଏଠି ଲାଲ କରିକିରି ଏଠି ଭାଜି ନେଇଯାଉଛି। ଏଇଠି ଏକାଥରେ ଅଲଗା କରିଦେଉଛି, ଯେଉଁଟା ଚିଙ୍ଗୁଡ଼ି ପାଇଁ ଆଉ ଯେଉଁଟା ମାଛ ପାଇଁ ଏଇଠି ଏକାଥରେ ସାଇଡ଼୍ କରି ରଖିଦେଉଛି। ଗୋଟେ ସାଇଡ଼୍ରେ ଚିଙ୍ଗୁଡ଼ିର ଆଳୁ, ଆଉ ଗୋଟେ ସାଇଡ଼୍ରେ ମାଛର ଆଳୁ, ଏମିତି କରିକିରି ମୁଁ ସାଇଡ଼୍ କରି ରଖିଦେଉଛି। ତ ଲାଲ କରିକିରି ମୋର ଏଠି ଆଳୁ ଭଜା ହେଇଗଲା। ଦେନ୍ ଆମେ ଚାଲନ୍ତୁ ଏବେ ଚିଙ୍ଗୁଡ଼ି ଛେଚା ମସଲାର ପ୍ରିପାରେସନ୍ଟା କରିବା। ଫଟାଫଟ ରୋଷେଇ ସାରିଲେ ହଜବେଣ୍ଡ ଖାଇକିରି ଯିବେ। ଝିଅର ତ ଆଜି ସ୍କୁଲ ଛୁଟି ଅଛି, ସେଥିପାଇଁ ଏତେ ବ୍ୟସ୍ତ ନାହିଁ। ତ ହଜବେଣ୍ଡଙ୍କ ପାଇଁ କିନ୍ତୁ ବ୍ୟସ୍ତ ଅଛି, ସେ ଖାଇକିରି ରୋଷେଇ ସରିଗଲେ ଖାଇକି ଯିବେ। ତ ଏଠି ମୋର ଲାଲ କରିକିରି ଆଳୁ ଭାଜି ନେଇଗଲି। କଡ଼େଇ ବସେଇଦେଲି, ସେଥିରେ ମୁଁ ତେଲ ଦେଇଦେଲି, ଆଉ କିଛି ତେଲ। ତ ଏଠି ମୁଁ ଦେଇଦେଉଛି ପାଖାପାଖି 1.5ଟା ପିଆଜ କଟା, ଫାଇନ୍ ଚପ୍ 1.5ଟା ପିଆଜର କଟା ମୁଁ ନେଇଗଲି। ଏଠି ଆମେ ପ୍ରଥମେ ଚିଙ୍ଗୁଡ଼ିଟା ହିଁ ବନାଉଛେ। ତାପରେ ଦେଖନ୍ତୁ ତେଜପତ୍ର ଦେଇଦେଲି। ତେଜପତ୍ର ଦେଲା ପରେ ଯେଉଁ ରଖିଥିଲି ଛେଚିକିରି ଅଦା ଆଉ ରସୁଣକୁ, ବହୁତ ସାରା ଅଦା ରସୁଣ ନେଇଥିଲି, ମାନେ କ୍ୱାଣ୍ଟିଟି ହିସାବରେ ମୋର। ତ ଛେଚା ମସଲାଟା ଦେଇଦେଲି, ତାକୁ ଏଣେ ଆମେ ଭାଜି ନେଇଯିବା। ଆଉ ଆପଣମାନେ ଦେଖିବେ ଛେଚା ମସଲା ବନେଇବେ, କଷିବାକୁ ବହୁତ ସମୟ ଲାଗିବନି, କିନ୍ତୁ ବଟା ମସଲାଟା ଟିକେ କଷିବାକୁ ଟାଇମ୍ ଲାଗେ। ବଟା ମସଲା ବି ବହୁତ ଟେଷ୍ଟି, ନା କି ଟେଷ୍ଟି ନୁହେଁ। ଆଉ ଛେଚା ମସଲାଟା କିନ୍ତୁ ତାଠୁ ଟିକେ ଅଧିକା ଟେଷ୍ଟି ଲାଗୁଛି, ଆଉ କମ୍ ସମୟରେ ହେଇଯାଉଛି। ତ ମସଲାଟା ଏଠି ଭାଜି ହେଇଗଲା, ମାନେ ଆମର ପିଆଜ ଅଦା ରସୁଣ ଛେଚାଟା ଭାଜି ହେଇଗଲା। ଏଠି ମୁଁ ଦେଇଦେଉଛି ସବୁ ଗୁଣ୍ଡ ମସଲା, ହଳଦୀ, କାଶ୍ମୀରୀ ଚିଲି ପାଉଡ଼ର, ଆଉ ଗୋଟେ ରାଗବାଲା ଚିଲି ପାଉଡ଼ର, ଆଉ ଗୋଟେ ଜିରା ଗୁଣ୍ଡ, ଆଉ ଗୋଟେ ଧନିଆ ଗୁଣ୍ଡ, ସବୁ ଗୁଣ୍ଡ ମସଲା ଗୁଡ଼ା ଦେଇଦେଲି, ମାନେ ଆମର ଶୁଖା ପାଉଡ଼ର ମସଲା ଗୁଡ଼ା। ଏଠି ହାଲକା ଟିକେ ମୁଁ ପାଣି ଦେଉଛି, ଯେମିତିକି ମସଲାଟା ଲାଗି ନଯାଏ, ଜଳି ନଯାଏ, କାଳେ ପୋଡ଼ିଯିବ ବୋଲିକା ମୁଁ ଟିକେ ପାଣି ଦେଇଦେଉଛି। ପାଣି ଦେଇକିରି ମସଲାଟାକୁ ଟିକେ କଷିବା, ଜାରିବା ହାଲକା।
ହାଲକା ହାଲକା ଜାରି ହେଇଯାଉଥିଲା। ତ ମୁଁ ଆଉ ଟିକେ ପାଣି ଦେଲି, ମୁଁ କହିଲି ନାଇଁ ମସଲା ଟିକେ ଭଲସେ ସିଝୁ, ଯେମିତି କିଛି ବାସ୍ନା ନ ରହିବ, ରସୁଣ ପିଆଜ ଅଦାର କଞ୍ଚା କଞ୍ଚା କିଛି ବାସ୍ନା ନ ରହିବ। ତ ଏଇଠି କ'ଣ କଲି ନା, ମୁଁ ଗୋଟେ ଟମାଟୋ ଦେଇଦେଲି, ଗୋଟେ ଟମାଟୋ ଫାଇନ୍ ଚପ୍ କାଟିକି ଦେଇଦେଉଛି। ତ ଟମାଟୋ ଟିକେ ଏଠି ସଫ୍ଟ ହେଇଯିବ। ଦେଖନ୍ତୁ କୁହୁ ଆଜି କୋଲକାତାରୁ ଆଣିଥିବା ନାରୁତ ଟି ସାର୍ଟ ପିନ୍ଧିଛି। ଏବେ ଆସିଲା ମାଛ ଭଜା ନେଇକିରି ଖାଇବ। ଆଜି ସ୍କୁଲ ଛୁଟି ଅଛି। ଦେଖା ତ ନାରୁତ ଟି ସାର୍ଟ ଭଲସେ। ଆମକୁ ବ୍ଲାକ୍ ଟା ଭଲ ଲାଗୁଥିଲା, ସିଏ କିନ୍ତୁ ତାର ଗ୍ରେ ଆଣିଲା। କାହାର ବ୍ଲଗ୍ ଲଗେଇଛି ସେଇଟା ମୋର କପିରାଇଟ୍ ଲାଗିଯିବ। ଧ୍ରୁବ ରାଠି ତାର ଫେଭରେଟ୍ ୟୁଟ୍ୟୁବର। ତାର ଆଜି ସ୍କୁଲ ଛୁଟି ଅଛି, ସେ ମାଛ ଭଜା ନେଇକିରି ତା ଫେଭରେଟ୍ ୟୁଟ୍ୟୁବର ବ୍ଲଗ୍ ଦେଖିବ, ଏନ୍ଜୟ କରିବ। ତ ପାଠ ପଢ଼ି ସାରିକିରି ଉଠିଲା, ପୁଣି ପଢ଼ିବ। ତ କିଛି ସମୟ ପାଇଁ ସେ ଏବେ ବ୍ରେକ୍ ନେଇଛି। ଦେନ୍ ମୁଁ ଏଠି ଟମାଟୋ ଉପରେ ଟେଷ୍ଟ ହିସାବରେ ଲୁଣ ପକାଇ ଦେଇଥିଲି। ଲୁଣରେ ଟମାଟୋ ସଫ୍ଟ ହେଇଯିବ, ଆଉ ଝୋଳ ପାଇଁକା ମଧ୍ୟ ଲୁଣ ଦେଇଦେଲି। ତାପରେ ଏଠି ମୁଁ ଦେଇଦେଲି ଚିଙ୍ଗୁଡ଼ି ପାଇଁ ଭାଜି ରଖିଥିବା ଆଳୁ। ତ ଆଳୁ ଦେଇକିରି ମସଲାରେ ଆଉ ଟିକେ ହାଲକା ଫୁଲକା କଷି ନେଇଯିବି। ଏଇ କଷାରେ ମଧ୍ୟ ଆଳୁ ଟିକେ ସିଝିଯିବ। ଆଉ ତା ଦେନ୍ ଆଳୁ ହାଫ୍ କଷି ହେଇଗଲା ପରେ ପରେ ମୁଁ ପକାଇଦେଲି ଏଠି ଆମର ରଖିଥିବା ଭଜା ଚିଙ୍ଗୁଡ଼ି, ଯେଉଁଟାକି ମାନେ ସୋର ମେନ୍ ଜିନିଷ। ତ ମେନ୍ କ୍ୟାରେକ୍ଟରକୁ ମୁଁ ଏଠି ପକାଇଦେଲି। ଚିଙ୍ଗୁଡ଼ିଟା ହେଉଛି ଆମର ମେନ୍ କ୍ୟାରେକ୍ଟର, ତ ମେନ୍ ହିରୋ। ତ ଚିଙ୍ଗୁଡ଼ିକୁ ଏଠି ଦେଇକିରି ଆଉ ଟିକେ କଷିବା କଷିବା, ଆହୁରି ଟିକେ କଷିବା, ଆହୁରି ଟିକେ କଷିବା, କଷିବା କଷିବା, ଯେମିତି ସାଇଡ଼୍ରେ ଟିକେ ଟିକେ ତେଲ ଛାଡ଼ି ଆସିବ। ଏଇଟା ତ ଯେମିତି କହିଛି ନା, ବେଶୀ କିଛି ଜାରିଆ କଷିବା ଦରକାର ନାହିଁ, କାହିଁକିନା ଏଇଟା ଛେଚା ମସଲା। ତ କଷି ହେଇଗଲାଣି, ମୁଁ ଏଇନେ ଦେଇଦେଲି ପାଣି। ତ ପାଣି ଦେଇଦେଲା ପରେ ପରେ ଏଠି ମୁଁ ଦେଇଦେଉଛି ଟିକେ ଗରମ ମସଲା। ତ ତରକାରୀ ଆମର ଫୁଟି ଆସିଥିଲା, ହେଇ ଆସିଲାଣି, ମାନେ ଅଲରେଡ଼ି ହେଇଗଲାଣି। ଦେନ୍ ଏଠି ମୁଁ ଦେଇଦେଉଛି ଧନିଆ ପତ୍ର ବହୁତ ସାରା ଚୁନ୍ ଚୁନ୍ କାଟିକିରି, ଚୁନ୍ ଚୁନ୍ କଟା ଧନିଆ ପତ୍ର ଦେଇଦେବି। ତାପରେ ମୋ ହଜବେଣ୍ଡଙ୍କ ପାଇଁ ବାଢ଼ି ବୁଢ଼ି ଦେବି, ସେ ଖାଇ ପିଇକିରି ପଳାଇବେ ଅଫିସ୍। ଦେଖନ୍ତୁ ଚିଙ୍ଗୁଡ଼ି ତରକାରୀଟା ବହୁତ ସୁନ୍ଦର ଲାଗୁଛି। ଏଇଠି ଦେଖନ୍ତୁ ଫାଇନାଲ୍ ଲୁକ୍ ଦେଖନ୍ତୁ, ପୁରା ଗରମ ଗରମ ଧୂଆଁ ବାହାରିଲା। ଆମର ସବୁବେଳେ ଏମିତି ରୋଷେଇ ମୋର ସରେ, ମୁଁ ତୁରନ୍ତ ହିଁ ଯାହାକୁ ବି ଖାଇବାକୁ ଦିଏ, ତୁରନ୍ତ ହିଁ ଖାଇବା ବଢ଼ାବଢ଼ି ଷ୍ଟାର୍ଟ କରିଦିଏ। ପୁରା ଧୂଆଁ ବାହାରୁଥିବ, ବାମ୍ଫ ବାହାରୁଥିବ। ଆଉ ବର୍ଷା ଦିନ ନା, ଗରମା ଗରମ ଖାଇଲେ ହିଁ ମଜା। ରୋଷେଇ ସରିଯାଇଥିବ, ଥଣ୍ଡା ଥଣ୍ଡା ବାଢ଼ିଲା ବେଳକୁ ସେ ପୁଣି ନନଭେଜ୍, ଟେଷ୍ଟର ମଜା ରହିବନି। ତ ମୁଁ ଏଠି ଗରମା ଗରମ ଖାନା ୟାଙ୍କ ପାଇଁ ବାଢ଼ି ଦେଲି। ଇଏ ବି ଆଜି ଅନେକ ଦିନ ପରେ ବଡ଼ ଚିଙ୍ଗୁଡ଼ି ଘରେ ଆମର ରନ୍ଧା ହେଲା। ଆଉ ତ ଆମେ ଯେଉଁଠି ଖାଇଥିବୁ ନ ଖାଇଥିବୁ ଛାଡ଼ନ୍ତୁ, ଘରେ ଆଜି ବଡ଼ ଚିଙ୍ଗୁଡ଼ିଟା ଅନେକ ଦିନ ପରେ ରନ୍ଧା ହେଲା। ଛୋଟ ଚିଙ୍ଗୁଡ଼ି ତ ଆସେ, ପୋଇ ସହିତ ମୁଁ ବନାଏ ପ୍ରାୟ ଟାଇମ୍। ତ ଆଙ୍କ ପାଇଁ ଏଠି ଖାଇବା ବାଢ଼ି ଦେଲି, ପାଣି ଗ୍ଲାସ୍ଟେ ଦେଇଦେବା। ତାପରେ ଚାଲନ୍ତୁ ତାଙ୍କୁ ଡାକି ନେଇ ଆସିବା, ସେ ତାଙ୍କ ରେଡ଼ି ହେଉଥିଲେ। ମଟନ୍ ମୁଁ ମଟନ୍ ଖାଏନି, ହେଲେ ଚିଙ୍ଗୁଡ଼ି ଭଳିଆ ମଟନ୍ ଲାଗୁଛି। ଚିଙ୍ଗୁଡ଼ିଟା ମଟନ୍ ଲାଗୁଛି ଆଉ ନା। ଥୋଇଦିଅ ଟିକେ ଭାତ ପରେ, ସେ ଥଣ୍ଡା ହେଇଯାଉ। ମଟନ୍ ଦେଖା ତ ମସ୍ତ ଯାଉଛି, ଲାଗୁଛି କେମିତି କୁହ? ଗରମ ଆଜି ଅଛି। ଆମ ଘରେ ଏବେ ଛେଚା ମସଲା ଟ୍ରେଣ୍ଡ ଚାଲିଛି ନା କ'ଣ? ବହୁତ ଦିନ ପରେ ଚିଙ୍ଗୁଡ଼ି ଆଇଲା। ବହୁତ ଦିନ ପରେ ଆମର ଚିଙ୍ଗୁଡ଼ି ଆସିଛି, ବଡ଼ ଚିଙ୍ଗୁଡ଼ି। ଛୋଟ ଚିଙ୍ଗୁଡ଼ି ପୋଇରେ ପଡ଼ିବା ଚିଙ୍ଗୁଡ଼ି ଆସେ, ବଡ଼ ଭାଲୁ କହିଲା ଖାଇବ, ସେଥିପାଇଁ ଆସିଲା ଚିଙ୍ଗୁଡ଼ି। କଙ୍କଡ଼ା ମିଳିଲାନି ଆଜି, ଆକ୍ଚୁଆଲି କଙ୍କଡ଼ା ହେବାର ଥିଲା। କଙ୍କଡ଼ା କିନ୍ତୁ ଭଲ ମିଳିଲାନି ଘର ପାଖ ମାର୍କେଟରେ। 4 ନମ୍ବର ହେଲେ ମିଳିଥାନ୍ତା, ବଟ୍ ସମୟ ନଥିଲା। ଆମର ଛୋଟ ଛୁଆଟା, ଏତେ ବାଟ ଯିବାକୁ ଟାଇମ୍ ଲାଗିବ, ସେଥିପାଇଁ ଆଜି ଚିଙ୍ଗୁଡ଼ି। ଝୋଳ ତ ମସ୍ତ ଲୁକ୍ ଅଛି। ହାପଡ଼ 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 ହାପଡ଼। ବଢ଼ିଆ ଲାଗୁଛି ରେ ଝିଅ। ହେଲା ପୁରା ଥାଳି ସଫା। ସମସ୍ତେ ଛେଚା ମସଲାରେ କରିବେ ନା କ'ଣ? ବଢ଼ିଆ ଲାଗୁଛି। ଆଉ ମୁଁ ଏପଟରେ ମୋର ମାଛ ତରକାରୀ ଷ୍ଟାର୍ଟ କରିଦେଇଛି, କାହିଁକିନା ମୋତେ ଏବେ ସବୁ ଫଟାଫଟ ରୋଷେଇବାସ ଇଏ ଥିବା ଅବସ୍ଥାରେ ସାରିଲେ, ଆଉ ତାପରେ ମୋର ନାନାଦି କାମ। ଆଳୁ ଦେଇଦେବି ଏବେ।
ଆଜି ଆଳୁଟା ଟିକେ ବଡ଼ ବଡ଼ କାଟିଥିଲେ ମୋଟା ମୋଟା, ମାଛ ପିସ୍ ଟିକେ ବଡ଼ ବଡ଼ ଅଛି, ବେଶୀ ବି ବଡ଼ ନାହିଁ। ରିସି ଶୋଇପଡ଼ିଛି, ମୁଁ ସେପଟେ ପାଠ ପଢ଼ୁଛି, ଏକ୍ଜାମ୍ ପିଟି ଏକ୍ଜାମ୍। ଆଉ ମୁଁ ବର୍ତ୍ତମାନ ତରକାରୀ ହେଇଗଲି, ଗାଧେଇ ଯିବି, ଗାଧେଇ ଆସିକି ମା ଝିଅ ଖାଇବୁ, ପୁଅ ଉଠିବ, ପୁଅକୁ ଖୁଆଇବି। ଆଉ ଆଜି ଟ୍ୟୁସନ୍ ନାହିଁ, ସାର୍ ଆସିବାର ନାହିଁ ଆଜି ଘରକୁ, କିନ୍ତୁ ମୋତେ ଆଫ୍ଟରନୁନ୍କୁ ମୋର ସବୁ ପୋଛାପୋଛି ଲାଗିବ କାଉଣ୍ଟର। ପୁଅକୁ ତ ମୋତେ ଖୁଆଇବାରେ ଘଣ୍ଟେ ଲାଗିଯିବ। ସିଏ ବି ଆଜି କ'ଣ ଖାଇବ ମୁଁ ଭାବୁଛି, ଡାଲି ସେ ଭଲ ପାଉନି, କ'ଣ ଦେବି ସେଇଟା ମୁଁ ଭାବୁଛି। ତ ମାଛ ସୋରିଷ ବେସର ମୋର ହେଉଛି ଫେଭରେଟ୍, ଅଲ୍ ଟାଇମ୍ ଫେଭରେଟ୍ ରୋହି ମାଛ ବେସର। କାହାର ଅଲ୍ ଟାଇମ୍ ଫେଭରେଟ୍ ହାତ ଟେକିବେ, ରୋହି ମାଛ ବେସର କାହାର ଅଲ୍ ଟାଇମ୍ ଫେଭରେଟ୍। ଆଜି ମୁଁ ରିସିକୁ ନେଇନି, କାହିଁକିନା ମୋର ବାରମ୍ବାର କମେଣ୍ଟ ଅଫ୍ ହେଇଯାଉଛି। କମେଣ୍ଟ ଅଫ୍ ହେଇଗଲେ ମୋତେ ବିଲକୁଲ ଭଲ ଲାଗୁନି, ମନ ଦୁଃଖ ହେଇଯାଉଛି। ଯେତେବେଳେ କମେଣ୍ଟ ଦେଖିଦେଉଛି ମୁଁ ଅଫ୍ ହେଇଯାଇଛି, ମୋ ମନ ବହୁତ ଦୁଃଖ ହେଇଯାଉଛି। ତ ଏଠି ମୁଁ ମାଛ ସାଇଡ଼୍ କରିଦେଉଛି, ଥାଳିଟା କଭର୍ କରିବି ମସଲାରେ। ଆଜି ମୁଁ ସେଥିପାଇଁ ରିସିକୁ ନେଲିନି ଜମାରୁ, ଏ ଜାଗା ତ ନେଇନି। ବେଳେବେଳେ କ'ଣ ଇଚ୍ଛା ହେଇଯାଏ ନେଇଯିବାକୁ, ଆସିଯାଇ ସେ ସାମ୍ନାକୁ, ତା'ର ହରକତ ଦେଖିବା ପାଇଁ ମୋତେ ଭଲ ଲାଗେ, ନେଇଯାଏ। ଏଠି ମୁଁ ସବୁ ପକାଇ ଦେଇଛି, ଲୁଣ ହଳଦୀ ସବୁ ପକାଇ ଦେଇଛି। ବାସ୍ ଏବେ କଭର୍ କରିଦେବା। ଆଉ ନାରୁ ତ ଏଇଠି ପଢ଼ୁଛି। ନାରୁ ତ କ'ଣ ପଢ଼ୁଛୁ, ଯେଉଁ କମ୍ପ୍ୟୁଟର? ନାରୁ ତ କମ୍ପ୍ୟୁଟର ପଢ଼ୁଛି, ତା'ର ଏକ୍ଜାମ୍ ଆଗକୁ ସବୁ ଛୁଆଙ୍କର ତ ଏବେ ପିଟି ଏକ୍ଜାମ୍ ଷ୍ଟାର୍ଟ ହେଇଯିବ, କାହାର ଆଗ ପଛ ହେଇକିରି। ତ ନାରୁ ତ ଆଜି ନୂଆ ସାର୍ଟ ପିନ୍ଧିଦେଇଛି, ନୂଆ ଟି ସାର୍ଟ ଖୋଲଖ ଠାରୁ ଆସିଥିଲା, ସିଏ ଆଜି ପିନ୍ଧିଲା। ଆକ୍ଚୁଆଲି ସବୁଗୁଡ଼ା ମାନେ ୱାଶ୍ କରାହେଲା, ବାହାରୁ ଫୁଟପାଥ୍ ଜିନିଷ କେତେ ଲୋକ ହାତ ମାରୁଛନ୍ତି, ବାହାର ରାସ୍ତାରେ ବି ଷ୍ଟ୍ରିଟ୍ ମାର୍କେଟ, ସେଥିପାଇଁକି ଧୁଆ ହେଲା। ଆହୁରି ବାକି ଜିନିଷ କେତେଟା ଧୁଆ ହେବାର ଅଛି। ମୋର ନୂଆ ନାଇଟି ବି ଧୁଆ ହେଇଯାଇଛି, ସେଇଟା ମୁଁ ପିନ୍ଧିବି ଆଜି, ଭାବୁଛି ପିନ୍ଧିବି ଗାଧେଇ ପାଧେଇକିରି ନୂଆ ନାଇଟି। ଆଉ ରୋଷେଇ ସରିଲା, ଆଉ ଟିକେ ଅଛି ହାଲକା, ଫୁଟିଗଲେ ମୁଁ ଗାଧେଇ ଯିବି। ନାରୁ ତ କମ୍ପ୍ୟୁଟର ପଢ଼େ, ଓଡ଼ିଆ ପଢ଼େ, ହିଷ୍ଟ୍ରି ପଢ଼େ, ଜିଓଗ୍ରାଫି ପଢ଼େ, ଇଂଲିଶ ପଢ଼େ, ହିନ୍ଦୀ ପଢ଼େ, ମ୍ୟାଥ୍ ପଢ଼େ, ସାଇନ୍ସ ପଢ଼େ, ସବୁ ପଢ଼େ ନାରୁ ତ। ବାଏ 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 ବାଏ। ସାଙ୍ଗମାନେ ଏଇଠି ମୋର ମାଛ ତରକାରୀ ବି ରେଡ଼ି, ଖାଲି ମାଛଟା ପଡ଼ିବ ବାସ୍। ଏଠି ଆମର ମାଛ ତରକାରୀ ବି ଡନ୍ ରେଡ଼ି, ଟିକେ ଫୁଟିଯିବ, ସୋରିଷ ବେସର ମାଛ ତରକାରୀ ରେଡ଼ି। ଏଇଟା ଯିଏ ଚିଙ୍ଗୁଡ଼ି ଖାଇବେନି ସେ ମାଛ ଖାଇବେ, ଯିଏ ମାଛ ଖାଇବେନି ସେ ଚିଙ୍ଗୁଡ଼ି ଖାଇବେ। ଆକ୍ଚୁଆଲି ଝିଅର ବି ଚିଙ୍ଗୁଡ଼ି ଇଚ୍ଛା ଥିଲା, ଆଉ କଙ୍କଡ଼ା ଇଚ୍ଛା ଥିଲା, କଙ୍କଡ଼ା ମିଳିଲାନି, ତ ଚିଙ୍ଗୁଡ଼ି। ତରକାରୀ ରେଡ଼ି ହେଇଗଲା, ଏଇଠି ଆମେ ଦେଇଦେବା ଧନିଆ ପତ୍ର। ମୋ ସିନ୍ଦୁରର ଏଇ ଲଗେଇବା ଖଡ଼ିକାଟା ମାନେ ହଜି ଯାଇଥିଲା, କାଲିଠାରୁ ମିଳୁନଥିଲା, ମୋତେ ଭାରି ଦୁଃଖ ଲାଗୁଥିଲା। ଯାହା ହଉ ଫାଇନାଲି ମିଳିଲା, ମୋ ମନ ପୁରା ଦୁଃଖ ହେଲା। ଆଗରୁ ଗୋଟେ ଏମିତି ହଜିଗଲା, ଆଉ ମୁଁ ଆଜି ଲଗେଇ ସାରିଲା ପରେ ମିଳିଲା। ଆଉ ମୁଁ ଏଇଥିରେ ଲଗେଇଛି ଆଜି ସିନ୍ଦୁର, ଦେଖନ୍ତୁ ଏଇ ଲଙ୍କାର ପଛପଟେ ମୁଁ ସିନ୍ଦୁର ଲଗେଇଛି, ମୋ ଝିଅର ଚାବି ଦେଇ। କିଛି ପାଇଲିନି, କେଉଁଥିରେ ଲଗେଇବି ସେଇଟା ପାଇଗଲି, ସେଇଥିରେ ଲଗେଇଦେଲି। ଆଉ ସଜନି ସଜନ ହୋଙ୍ଗେ, ରିସି ମୋର ଷ୍ଟୋନ୍ ବିନ୍ଦିକୁ କ'ଣ କରୁଛି, ୟାର ଏଠି ଗୋଟେ ଅଛି, ଆଉ ଗୋଟେ ଅଛି। ତ ଏଇଠି ସାଙ୍ଗମାନେ ମୁଁ ଫାଇନାଲି ନୂଆ ନାଇଟି ପିନ୍ଧିଦେଲି, ଗାଧେଇ ପାଧେଇକି ଆସିକି ଦେଖି ପାରୁଥିବେ କେମିତି ଲାଗୁଛି, ବଢ଼ିଆ ଲାଗୁଛି। ବଟ୍ ମିରରରେ ଟିକେ କ'ଣ କମ୍ ବେଶୀ ଲାଗିବ, ଫ୍ରଣ୍ଟରେ ଦେଖିଲେ ଯାହା ଲାଗିବ, ଭଲ ଅଛି, ବଢ଼ିଆ ଅଛି। ତ ନୂଆ ନାଇଟି ପିନ୍ଧିଲି, ତ ଭାବିଲି ଟିକେ ଇୟରିଂ ବି କାଢ଼ି କୁଡ଼ିକି ଲଗେଇ ଦିଏ। ତ ଏଇ ଇୟରିଂଟା ମୁଁ ଦେବଶ୍ରୀଙ୍କ ପାଖରୁ ଆଣିଥିଲି। ତ ନାଇଟି ହେଉ କି ଯାହା ବି ହେଉ, ପିନ୍ଧିଲେ ତ ନୂଆ ମାନେ ନୂଆ, ଆଉ ତ ପିନ୍ଧିକି ଭାରି ଖୁସି ଲାଗୁଥିଲା। ଭାବିଲି ଇୟରିଂ ଟିକେ ଲଗେଇ ଦିଏ ତା ସହିତ, ଆଉ ଟିକେ ଅଏସ୍ କରିଦେବା, ଜିଲେ ଆପନି ଜିନ୍ଦଗି ସେଇ ଟାଇପ୍ର। ଆଉ ରିସି ତା ପାପା ତା ପାଇଁ ନୂଆ ସୁ'ଟା ଏଇଟା ଆଣିଛନ୍ତି, ସେ ତା'ର ଘରେ ପିନ୍ଧିକି ଟ୍ରାଏଲ୍ କରୁଛି, କାହିଁକିନା ବଡ଼ ହେଉଛି, ବାହାରକୁ ବି ଯାଇ ହେଉନି, ଗଳି ପଡ଼ୁଛି। ବର୍ଷା ଦିନ ପାଇଁକି ଗୋଟେ ଏମିତିଆ କରିଛି, ମୁଁ ଦେଖେଇଦେବି ବ୍ୟାକ୍ କ୍ୟାମେରାରେ। ତ ଏବେ ଆମେ ଖାଇବୁ। ଆଉ ଆଜି କୋଲକାତା ନାଇଟ୍ ପିନ୍ଧା ହେଇଗଲା। ଆଜି ମୋ ଝିଅ ବି ତା'ର ନାରୁ ତ ପିନ୍ଧେଇଛି, କୋଲକାତାରୁ ଆଣିଥିଲା, ଆଉ ମୁଁ ବି ଆଜି ପିନ୍ଧିଲି। ଦେଇ ତା ନାଇଟି ପିନ୍ଧି ସାରିଛି, ଦେଖିଥିବେ ଆପଣମାନେ କିଏ ବ୍ଲଗ୍ରେ, ମନେ ପଡ଼ୁନି।
मु मोर आज पिंधिदेली सब धुआ हो सफा हो जेहेतु ऋषि फिट करुँची सफासफी करके ऋषि छाड़ बाहर जिनस आनले माने स्पेशली स्ट्रीट रू फुटपाथ रू से धोईक पिंधा कथा किंतु मोर यहाँ शोरूम रू बट धोया कथा कपड़ा तैयारी है बेले केते कौन बढ़िया लगी था तो बढ़िया लगुच यहाँ पिंधिदेली केन लगुच कहे तब आम माँ बेटी खाइबू माँ बेटी बेटा एने आम एंजॉय करूँ आमर छेचा मसला चिंगुड़ी एंड सोरिष बेसर माछ झोल खाइबू এটা পুরো পুরো হেলাই एट तार कुड़ू कुड़ू है गोटे फोटो नहीं जाए यहाँ ऋषिर शू ता बापा आनिया वर्षा दिन स्पेशली आसला वर्षा दिन में एमती पिंधले कौन जल्दी माने पानी सुखीज पानी रही बेसी समय तो यहाँ आनी कि बड़ हो पिंधि पारना गली पड़ी खाली गोटे देखो ये गोटे कलर होती गोटे कलर होती गोटे ऑक्टोपस होती गोटे क्राफ्ट होती कंकड़ा को ऑक्टोपस किंतु अलग अलग हो दीटा शू गोटे पेयर अलग अलग डिजाइन किंतु मो पुओटा ये वर्ष पिंधि पारनी मत लगे आर वर्ष हो कहीं पिंधला बेलू गोड़ गली पड़ुची आउ बढ़िया लगुच भी आम ये बस पड़लु माँ झी तार चिंगुड़ी तरकारी मोर माछ तरकारी आ मो पुअर भी भात धरिकी मु बसी कड़े मुँह देखेब टिके खाइब खाओ तुम मुझे आग चाखे लाजवाब है गोटे चिंगुड़ी मोर लाजवाब है लाजवाब बढ़िया ए वर्षा पागरे चिंगुड़ी माछ बढ़िया लाଗୁଛି वर्षा पाग को गरमा गरम आईस झोल जमी जीव वर्षा आम खाया को बाढ़ुचु तो सब वर्षा हो गला आज आमर अनेक दिन पर चिंगुड़ी आसी माने बड़ चिंगुड़ी झोल होती हाँ झोलटा बढ़िया अच्छी मत झोलटा बढ़िया लगे मेरा स्टाइल चिकेन अंडा को मत से बढ़िया लगे माछ झोल टे आलू दली देवा जेको झोल टे आलू दली देव आलू दली खाइब खंडे मोर तो ऑल टाइम फेवरेट है कौन कह मोर सोरिष बेसर ऑल टाइम फेवरेट आउ रोही फिश आम खाई दो चिंगुड़ीटा पूरा माने पूरा भोजी स्मेल आ पूरा भोजी परिका लगुच बापा कह आउ थे चिंगुड़टा आनवे तो सांग मैंने पेट पूरा बाड़े खाईदेलु जमीगला आज ये पाग को चिंगुड़ झोलटा पूरा बेसी जमीगला छेचा मजार बहुत टेस्टी होता पेट पूरा फुल होगा तो आपण मैंने ब्लॉग टी केमी कौन लगे निश्चय कमेंट कर जनइबे लाइक शेयर सब्सक्राइब कर बाय बाय टाटा कर दे बाय।